କାଚକୁ ମାରିବା କାଚ ଭାଙ୍ଗିଗଲା ଆଜ୍ଞା କାଚ ଭାଙ୍ଗିଲ ଆଉ ଆପଣ ଚାଲଣ ନେଲେ ଏତିକି କହିବା ଭିତରେ ସେଠି ଗୋଟେ ସଜାଟ ହେଉଥିଲା ମୁଁ ଗୁଡ଼ିକି ଖଣ୍ଡିଆ ହେଇଗଲା କରିକି ଆସିଥିଲି ଆମର ବାହାପୁର ଢେଙ୍କାନାଳ ରାସ୍ତାରେ ଆସିବା ଭିତରେ ମୋତେ ଧରିଲେ ଅଲଗା ପବ୍ଲିକ ଲୋକ ଧରିଲେ ଧରିବା ଭିତରେ ମୋତେ କହିଲେ ଚାଲାଣ ଦେ ସେଠି କହିଲି ଆଜ୍ଞା କ'ଣ ଦେବେ ମାନେ ଚାଲାଣ ଦେଖାଉନୁ କ'ଣ ଲୋଡ଼ କରୁଛି ମୁଁ କହିଲି ଆଜ୍ଞା ଗୁଲୁନା ଚାଲାଣ ଦେବି ମୁଁ ଚାଲାଣ ଦେଲି ତାପରେ କହିଲେ ଯେ ଆର୍ସି ଦେ ଯଦି ଆପଣ କିଏ କହୁନାହାନ୍ତି ନା ଆମ ହେଉଛି ଆସନ ମାଲିକ ସେଠୁ କହିକି ସେଠୁ ମୋର ଆର୍ସି ନେଲେ ଦେଖିଲେ ଦେଖିକି ମୁଁ କହିଲି ଆଜ୍ଞା ତାହେଲେ ଚାଲାଣଟା ଦେଉନାହାନ୍ତି କାହିଁକିନା ଚାଲାଣ ଦିଆହେବନି ଆଉ ମୋତେ ଗାଡ଼ି ବିରତ କରି କହିଲେ ଗାଡ଼ି ସାଇଡ଼୍ କରେ କହିଲେ ଆଜ୍ଞା ମୁଁ ସାଇଡ଼୍ କରେ ଗାଡ଼ି କରିବା ଭିତରେ ସେଠି ଆଉ ସେଠି ଗୋଟେ ଲୋକଟା ଥିଲା ସେ ଟେକା ଉଠେଇକି କାଚକୁ ମାରିଲା 4 ଜଣ ଥିଲେ କାଚକୁ ମାରିବା ଭିତରେ କାଚ ଭାଙ୍ଗିଗଲା କହିଲେ ଆଜ୍ଞା କାଚ ଭାଙ୍ଗିଲ ଆଉ ଆପଣ ଚାଲାଣ ନେଲେ ଏତିକି କହିବା ଭିତରେ ସେଠି ଗୋଟେ ସଜାଟ ହେଉଥିଲା ମୁଁ ଗୁଡ଼ିକି ଖଣ୍ଡିଆ ହେଇଗଲା ଆଉ ଫାଷ୍ଟ ତାପରେ ସେଠୁ ଫାଷ୍ଟ ମଣ୍ଡେ ହେଲା କ'ଣ ମୁଁ କହିବାକୁ ଭୁଲିଗଲି ଯେଉଁ ଗୋରୁ ଯେଉଁ ପକାଉନାହାନ୍ତି ଟାୟାର ବେଲ୍ଟ ଫାଷ୍ଟ ତାକୁ ପକାଇଲି ପକାଇବା ଭିତରେ ଟାୟାର ମୋର ବଷ୍ଟ ହେଲା ତାପରେ ଗାଡ଼ି ରଖିଲି ଗାଡ଼ି ରଖି ସେଠୁ ଚାଲାଣ ମୋଠୁ ନେଲେ ଧରିବା ଭିତରେ ସବୁ ପେଟ୍ରୋଲ ତାଙ୍କ ବାଇକ୍ ସ୍କୁଟିରୁ ଗୋଟା ଗାମୁଛା ପକାଇଲା ତା ଗାମୁଛା ପକେଇ ଆଉ ତ କାଢ଼ି ବାହାର ଦେଲାନି ଗୋଟେ ଗାମୁଛା କାଢ଼ିକି ପେଟ୍ରୋଲ ଉଡ଼ିଲା ମାନେ ଥିଲା ସେଠୁ କହିଲା ଡିଆସିଲ୍ ମୁଁ ନିଆଁ ଲଗେଇବି ଡିଆସିଲ୍ ଗ୍ୟାସ୍ ସେଠି ମୋ ଗାଡ଼ିରେ ଚଢ଼ିକି ଗୋଟେ ଡିଆସିଲ୍ ପାଇଲାନି ଏବେ ଆଉ ଗୋଟେ ତାଙ୍କ ଭିତରୁ ଆମର ଯେଉଁ ତା ଭିତରୁ ଜଣେ ଭଦ୍ରଲୋକ ଥିଲେ ମାଲିକ ଜଣେ ସେ କହିଲେ ଏ ନା ଏଇଟା ଚାଲାଣ ଗଲା ତା କାଚ ଭଙ୍ଗାଲା ତା ଗାଡ଼ି ଫାଡ଼ି କିଛି ନା ଜାଣି ତମେ ଆସ ଗାଡ଼ି ସେ ମୋତେ ଗାଡ଼ି ବିରୋଧ କଲେ ସେ ସେଠୁ ଆସିଲେ ଆଜି 2ଟା ପୂର୍ବରୁ ମୋତେ ଜଣେ ଡ୍ରାଇଭର ଫୋନ୍ କଲେ କେମିତି କ'ଣ ନମ୍ବର ପାଇକି ହେଲେ ସାଧାରଣ ଟ୍ରକ୍ ମାଲିକମାନଙ୍କର ଯେଉଁ ଅସୁବିଧା ସୁବିଧା ହେଉଛି ସେ ମୋତେ ଫୋନ୍ କରିକି ପୁରା ଅସ୍ତବ୍ୟସ୍ତ ଅବସ୍ଥାରେ ଫୋନ୍ କରିକି କହିଲେ ମୋତେ ବାଡ଼ିଆକୁ ଦୌଡ଼ୁଛନ୍ତି ମୋ ଗାଡ଼ିରେ ନିଆଁ ଲଗେଇଦେବେ ବୋଲେ ଆରେ କ'ଣ ହେଇଛି ନା ଏମିତି ସେଠୁ ଫଟୋ ଭିଡ଼ିଓ ସବୁ ପଠେଇଲି ଗାଡ଼ିଟିର କାଚ ଠେଲା ପତ୍ର ମାରିକି ଭାଙ୍ଗି ଦେଇଛନ୍ତି ଆଉ କ'ଣ ପେଟ୍ରୋଲ ଭିତରୁ ବାହାର କରିକି କପଡ଼ାରେ ଯେମିତି ଫିଲ୍ମ ଷ୍ଟାଇଲ୍ରେ ଯେମିତି ଗାଡ଼ିକୁ ନିଆଁ ଲଗାବେ ସେଇଭଳିଆ କ'ଣ 4-5 ଜଣ ଯୁବକ ପଲ୍ସର ସବୁ ଗାଡ଼ି ନେଇକି ଆସିଥିଲେ ତାପରେ ମୁଁ ଯେତେବେଳେ ବୁଝିଲି ସେ ଗୁଲି ଲୋଡ଼୍ କରିଥିଲା ଆମର ରୁମଟା ମାଇନ୍ ତ ମୁଁ ଢେଙ୍କାନାଳ ଆମର ଯେଉଁ ଜିଲ୍ଲା ସଂଘ ଶିଳ୍ପାଞ୍ଚଳ ସଂଘ ଅଛି ତାର ସଭାପତି ରଶ୍ମି ରଞ୍ଜନ ବାରିକ ଭାଇଙ୍କୁ ମୁଁ ଫୋନ୍ କଲି ଭାଇ କ'ଣ ହେଇଛି ସବୁ ସିଏ କହିଲେ ନାଇଁ ନାଇଁ ଆମର ଷ୍ଟ୍ରାଇକ୍ ଫ୍ରାଇକ୍ ସେମିତି କିଛି ଏବେ ଆମର ସେମିତି କିଛି ବନ୍ଦ ହେଇନି ଆଉ ଆମେ ବନ୍ଦ କରିଥିଲୁ ଆଗକୁ ବି ବନ୍ଦ କରିବୁ ଯେହେତୁ ଭଡ଼ା ବଢ଼ିବା ପାଇଁ ମୁଁ କହିଲି ହଁ ଭଡ଼ା ବଢ଼ିବା ପାଇଁ ତ ଆମେ ମନ୍ତ୍ରୀ ମହୋଦୟଙ୍କୁ ଦାବିପତ୍ର ବି ଦେଇଥିଲୁ ଯେତେ ଓଡ଼ିଶାରେ ଯେତେ ସଂଘ ଅଛନ୍ତି ଯେଉଁଠି ଯାହା ଅଛି ସମସ୍ତଙ୍କର ଭଡ଼ା ବଢ଼ିବ ବୋଲିକି ମନ୍ତ୍ରୀ ମହୋଦୟ ଆଶ୍ୱସ୍ତ ଦେଇଥିଲେ ଦୁର୍ବୃତ୍ତମାନେ ଟେକା ପଥର ମାରିଲେ ସିଏ କ'ଣ ଟ୍ରକ୍ ମାଲିକ ସେମାନେ ସେଠି ଅଛନ୍ତି ନା ନାଇଁ ସେ ସେମିତି ତାଙ୍କ ପରିଚୟ କିଛି ମିଳିପାରୁନି ନାଇଁ ଏଯାଏଁ ତ କିଛି ପରିଚୟ ମିଳିପାରୁନି ରଶ୍ମି ଭାଇ କହିବା କଥା ଢେଙ୍କାନାଳ ଯେଉଁ ଇଣ୍ଡଷ୍ଟ୍ରିଆଲ ଆମର ଶିଳ୍ପାଞ୍ଚଳ ଟ୍ରକ୍ ମାଲିକ ସଂଘର ସଭାପତି ସିଏ କହିବା କଥା ଯେ ଆମ ସଂଘକୁ ବଦନାମ କରିବା ପାଇଁ ହୁଏତ କିଛି ଦୁର୍ବୃତ୍ତମାନେ ଏଭଳିଆ କାଣ୍ଡ କରିଛନ୍ତି ତାପରେ ମୁଁ ତାଙ୍କୁ ରିକ୍ୱେଷ୍ଟ କରିଛି ଟିକେ ତଦନ୍ତ କରିକି ଚାଲାଣଟା କେମିତି ତାଙ୍କୁ ଦେଇଦିଅନ୍ତୁ ୟା ଭିତରେ ଭଲ କି ଆମେ ଟ୍ରାନ୍ସପୋର୍ଟ କଥା ହେଲୁ ଯେ ଟ୍ରାନ୍ସପୋର୍ଟ ବାଲା କେଉଁଠି ନା କେଉଁଠି ଗାଡ଼ି ମାଲିକ ସଂଘ ଭିତରେ ଝଗଡ଼ା ଲଗାଇବାକୁ ଆଜି ମୁଖ୍ୟ ହେଇଯାଇଛି କାହିଁକି ନା ଟ୍ରାନ୍ସପୋର୍ଟ ବାଲା ଏକରେ ତ ଚାଲାଣରେ ଲେଖୁନାହାନ୍ତି ଯେ ଇଏ ଭଡ଼ାର ରେଟ୍ କେତେ ବା ସେମାନେ କେତେ ନେଉଛନ୍ତି ଆମେ କେତେ ପାଉଛୁ ଏ ଜିନିଷ ଆଜି ଯାଏଁ ଟ୍ରାନ୍ସପୋର୍ଟ ବାଲା ବୁଆ ବୁଲେଇକି ନିଜେ ନିଜେ କୋଠାବାଡ଼ି କରିଚାଲିଛନ୍ତି ଗାଡ଼ିବାଲାକୁ ଶୋଷି ତ ଏଇ ଟ୍ରାନ୍ସପୋର୍ଟ ବାଲା ମୋତେ ଲାଗୁଛି ଟ୍ରାନ୍ସପୋର୍ଟ ବାଲା ଏମିତି ସବୁ ଭୁଲଭାଲ କାମ କରିକି କେମିତି କମ୍ ରେଟ୍ରେ ଗାଡ଼ି ସବୁ ଲୋଡ଼୍ କରିକି ପଳେଇବ ସେଭଳିଆ ହେଇଥିବ।